हेलो पिलाମାନେ ଆଶା କରିବି ଆପଣମାନେ ସମସ୍ତେ ବହୁତ ଭଲରେ ଥିବେ। ତ ଯେମିତିକି ଆପଣମାନେ ପ୍ରାୟତଃ ଆପଣଙ୍କର ଯେଉଁ ଫର୍ଷ୍ଟ ସେମିଷ୍ଟାର ଏକ୍ଜାମ୍ ରହିଛି ତା ପାଇଁ ପ୍ରାୟତଃ ନିଜକୁ ପ୍ରିପେୟାର କରିସାରିଥିବେ ମୁଁ ଆଶା କରୁଛି। ଆଉ ଯଦି ବି କରିନାହାନ୍ତି ଆଉ ଆପଣମାନଙ୍କ ହାତରେ ବେଶୀ ଟାଇମ୍ ନାହିଁ ପିଲାମାନେ, ଅତି ବେଶୀରେ ଆମେ କହିପାରିବା 25ରୁ 30 ଦିନ ଆପଣମାନଙ୍କ ହାତରେ ଟାଇମ୍ ଅଛି। ବୁଝିହେଲା। ଆଜି ଆପଣଙ୍କର ହେଇଗଲା 6 ତାରିଖ, ମୁଁ କହିପାରିବି ଆପଣଙ୍କର ସରି 7 ତାରିଖ ଆଜି ଆପଣଙ୍କର ଭିଡ଼ିଓ ମାନେ ଅପଲୋଡ଼ ହେଲା ବେଳକୁ ଆପଣଙ୍କର 7 ତାରିଖ ହେଇଯାଇଥିବ। ତେଣୁ 7 ତାରିଖରୁ ମୁଁ ଯଦି କହିବି ଆପଣମାନଙ୍କ ହାତରେ ଦେଖନ୍ତୁ ଏକ୍ଜାମ୍ ଆପଣଙ୍କର ଫେବୃଆରୀ ଫାର୍ଷ୍ଟ ୱିକ୍ ସୁଦ୍ଧା ଆପଣଙ୍କର ସମସ୍ତଙ୍କର ସରିଯିବ। ତ ଫେବୃଆରୀ ଫାର୍ଷ୍ଟ ୱିକ୍ ସୁଦ୍ଧା ମୁଁ କହିବି ଗୋଟେ ୱିକ୍ ଏଟା ଯଦି ଆପଣଙ୍କର ହେଇଯିବ ଫେବୃଆରୀ ଫାର୍ଷ୍ଟ ୱିକ୍ ମାନେ 1 ମନ୍ଥରୁ ଆପଣଙ୍କର 35 ଆପଣଙ୍କର 25 ଡେଜ୍ ଆପଣଙ୍କର ହାତରେ ରହିଛି। ବୁଝିହେଲା। ତେଣୁ ପିଲାମାନେ ଆଜି ଆମେ ଭିଡ଼ିଓରେ କ'ଣ କଥା ହେବା ପ୍ରଥମେ ଜାଣି ରଖନ୍ତୁ। ଦେଖନ୍ତୁ ବହୁତ ସାରା ପିଲାମାନଙ୍କ ମନରେ ଡାଉଟ୍ ଥିବ। ବର୍ତ୍ତମାନ ଆପଣଙ୍କର ଯେଉଁ ଆନ୍ଧ୍ର ୟୁନିଭର୍ସିଟି ରହିଲା, ଆନ୍ଧ୍ର ୟୁନିଭର୍ସିଟିର ଯେଉଁଟା ବିଶାଖାପଟ୍ଟନମରେ ଅଛି, ଆନ୍ଧ୍ର ୟୁନିଭର୍ସିଟିର ଆପଣଙ୍କର ନୋଟିସ୍ ଯେଉଁଟା ରହୁଛି ଫାଇନାଲ୍ ନୋଟିସ୍ ଆପଣଙ୍କର ଅଲରେଡ଼ି ପବ୍ଲିଶ ହେଇଯାଇଛି। ବୁଝିପାରୁଛନ୍ତି, ଆପଣମାନେ ଜାଣିଥିବେ। କିନ୍ତୁ ଯେଉଁ ଅଦର ୟୁନିଭର୍ସିଟିଜ୍ ରହୁଛନ୍ତି, ଫର୍ ଏକ୍ଜାମ୍ପଲ୍ ଯଦି ମୁଁ କହିବି ଆପଣମାନଙ୍କୁ ଟିକେ ଦେଖିଦେବେ, ଯେମିତିକି ଆପଣଙ୍କର AKU ହେଇଯାଉ ଆନ୍ଧ୍ର କେଶରୀ ୟୁନିଭର୍ସିଟି, ANU ମାନେ ଆପଣଙ୍କର ଆଚାର୍ଯ୍ୟ ନାଗାର୍ଜୁନ ୟୁନିଭର୍ସିଟି, କିମ୍ବା YVU ଯେଉଁଟା ଆପଣଙ୍କର YVU କିଏ ଆପଣଙ୍କର ୟୋଗୀ ବମନ ୟୁନିଭର୍ସିଟି। ଏ ତିନିଟା ୟୁନିଭର୍ସିଟିର କଥା ମୁଁ ଆଜି ଆପଣମାନଙ୍କୁ କହିବି କି ଏମାନଙ୍କର ଏଷ୍ଟିମେଟ୍ ଡେଟ୍ କେବେ ରହୁଛି, ଆଉ ଯେଉଁ ଡେଟ୍ ଆପଣଙ୍କର ବର୍ତ୍ତମାନ ଆମେମାନେ ପାଇଛୁ ସେଥିରେ ଡେଟ୍ରେ ଏକ୍ଜାମ୍ ହେବ ନା ଆପଣଙ୍କର ଏକ୍ସଟେଣ୍ଡ ହେବ। ବୁଝିହେଲା। ଆପଣମାନଙ୍କୁ ମୁଁ କ୍ଲିଅରଲି ସବୁ କିଛି ବୁଝେଇକି କହିଦେବି, ଯାହାଦ୍ୱାରା ଯେଉଁମାନେ ବି ବାର ବାର କମେଣ୍ଟ କରୁଛନ୍ତି, ଆମକୁ ପର୍ସନାଲି ମେସେଜ୍ କରୁଛନ୍ତି, ତାଙ୍କ ଡାଉଟ୍ କ୍ଲିଅର ହେଇଯିବ। ସେମାନେ ସମସ୍ତଙ୍କୁ ମୁଁ ରିପ୍ଲାଏ ଦେଇପାରୁନି ପିଲାମାନେ, ତେଣୁ ମୁଁ ବାଧ୍ୟ ହେଇକି ଗୋଟେ ଭିଡ଼ିଓ କଲି ଆପଣମାନଙ୍କର ଡାଉଟ୍କୁ ଟୋଟାଲି କ୍ଲିଅର କରିଦେବି। ବୁଝିହେଲା। ତ ଡେରି ନକରି ଭିଡ଼ିଓଟିକୁ ଷ୍ଟାର୍ଟ କରିବା। ଆଣ୍ଡ ପ୍ରଥମେ ମୁଁ କହି ରଖିବି ଆପଣମାନେ ଯଦି ଚ୍ୟାନେଲରେ ନୂଆ ଥିବେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବା ସହିତ ଆମର ଯେଉଁ ଟେଲିଗ୍ରାମ ଚ୍ୟାନେଲ ଅଛି ଏଜୁ ଏକ୍ସପ୍ଲୋର ସେଠି ଯାଇକି ଜଏନ୍ ହେଇଯିବେ। ବୁଝିହେଲା। ତ ପ୍ରଥମେ ପିଲାମାନେ ପ୍ରାୟତଃ ମ୍ୟାକ୍ସିମମ୍ ପିଲା ଆପଣଙ୍କର ରହୁଥିବେ ଆନ୍ଧ୍ର କେଶରୀ ୟୁନିଭର୍ସିଟି, ଯାହାକୁ ଆମେ AKU ବୋଲି ମଧ୍ୟ କହୁଛୁ। ବୁଝିହେଲା। ତ ଆନ୍ଧ୍ର କେଶରୀ ପିଲାମାନଙ୍କର ଆପଣଙ୍କର 15 ତାରିଖରେ ଗୋଟେ ନୋଟିଫିକେସନ୍ ଆସିଲା ବା ଗୋଟେ ନୋଟିସ୍ ଆସିଲା ଆପଣଙ୍କର ଯେ ଯେଉଁ ଫର୍ଷ୍ଟ ସେମିଷ୍ଟାର ରେଗୁଲାର ସପ୍ଲିମେଣ୍ଟାରୀ ଏକ୍ଜାମ୍ ଆପଣଙ୍କର BEd କୋର୍ସର ସିଡ୍ୟୁଲ୍ କରାହେଇଛି ଜାନୁଆରୀ ମନ୍ଥରେ କରିବା ପାଇଁ। ଆଣ୍ଡ ଜାନୁଆରୀ ମନ୍ଥରେ କେବେ ନା ଆମେ କହିପାରିବା ଏଇଠି ଲେଖା ହେଇଛି, ଆପଣମାନେ ଦେଖିପାରୁଥିବେ ଡେଟ୍ ଅଫ୍ କମେନ୍ସମେଣ୍ଟ ଅଫ୍ BEd ଫର୍ଷ୍ଟ ସେମିଷ୍ଟାର ରେଗୁଲାର ସପ୍ଲିମେଣ୍ଟାରୀ ଏଣ୍ଡ ଏକ୍ଜାମିନେସନ୍ ଆପଣଙ୍କର 28 ତାରିଖରେ ହେବ ବୋଲି କୁହାଗଲା। ମିନ୍ସ ଆମେ କହିପାରିବା ଜାନୁଆରୀ 28। ଏଇଟା ଆପଣଙ୍କର କୁହାଗଲା। ଆଣ୍ଡ ସାଇଡ଼୍ରେ ମଧ୍ୟ ଆପଣଙ୍କର ଗୋଟେ ମେନସନ୍ ଅଛି, ଆପଣମାନେ କ୍ଲିଅରଲି ଦେଖନ୍ତୁ ଟେଣ୍ଟେଟିଭ୍ ମାନେ ଆମେ କହିପାରିବା କି ଗୋଟେ ଆମେ ଆଶା କରୁଛୁ ଯେ ସେଇ ଡେଟ୍ରେ ଆପଣଙ୍କର କରାଯିବ ବୋଲି ଗୋଟେ ଅନୁମାନ କରାଯାଇଛି। ହେଇ ବି ପାରେ କିମ୍ବା ନ ବି ହେଇପାରେ। ବୁଝିହେଲା। ତେଣୁ ବର୍ତ୍ତମାନ ମୁଁ ଆପଣମାନଙ୍କୁ କେଉଁ ପିଲାମାନଙ୍କ କଥା ଯଦି କହିବି, ଆପଣମାନେ କେଉଁ ଡେଟ୍କୁ ଧରିକି ଚାଲିବେ ଆପଣମାନଙ୍କ ମନରେ ଡାଉଟ୍ ଥିବ। ଦେଖନ୍ତୁ ମୁଁ ତାର ପୁରୁଣା ହିଷ୍ଟ୍ରି କଥା ଯଦି କହିବି, କେଉଁ କଥା କେଉଁ ଆପଣଙ୍କର ବେଶୀ ପୁରୁଣା ନୁହେଁ, 2 ଇୟର୍ ଓଲ୍ଡ ଆପଣଙ୍କର 2ଟା ଇୟର୍ ଆପଣଙ୍କର ପିଲାମାନେ ଫର୍ଷ୍ଟ ସେମିଷ୍ଟାର ଦେଇଛନ୍ତି, ଆପଣମାନେ ଜାଣିଛନ୍ତି। ତେଣୁ ପ୍ରଥମ ଇୟର୍ରେ ତ ଆପଣଙ୍କର ଲେଟ୍ରେ ଏକ୍ଜାମ୍ ହେଇଥିଲା, ତା କଥା ମୁଁ ଧରିବିନି। ବଟ୍ ଯେଉଁ ଏଇ ଆପଣଙ୍କ ଜଷ୍ଟ ଉପର ଇୟର୍ ଯେଉଁ ପିଲାମାନେ ରହୁଛନ୍ତି ସେମାନଙ୍କ କେସ୍ରେ ଯଦି ମୁଁ କହିବି, ଫର୍ଷ୍ଟ ସେମିଷ୍ଟାର ଆପଣଙ୍କର 2 ଥର ପାଖାପାଖି ଆପଣଙ୍କର ଘୁଞ୍ଚିଥିଲା। ବୁଝିପାରିଲେ। ଫର୍ଷ୍ଟ ସେମିଷ୍ଟାର ଆପଣଙ୍କର ଯେଉଁ ଡେଟ୍ ଦିଆହେଇଥିଲା ସେ ଡେଟ୍ର ବହୁତ ଦିନ ପରେ ଆପଣଙ୍କର ଏକ୍ଜାମ୍ କଣ୍ଡକ୍ଟ କରାଯାଇଥିଲା। ଆପଣମାନେ ଏଇ ଜିନିଷଟାକୁ ମାଇଣ୍ଡରେ ରଖନ୍ତୁ। ବୁଝିହେଲା। ଜାନୁଆରୀରେ ଦିଆଯାଇଥିଲା, ସେମିତି ଆପଣଙ୍କର ଫେବୃଆରୀରେ କଣ୍ଡକ୍ଟ କରାଯାଇଥିଲା। ତେଣୁ ଆମେମାନେ ଏଷ୍ଟିମେଟ୍ କରିକି ଧରିକି ଚାଲିପାରିବା କି ଆପଣଙ୍କର ଯେଉଁ ଏକ୍ଜାମ୍ ଆପଣଙ୍କର 28 ତାରିଖ ଦିଆଯାଇଛି, ମାନେ ହୁଏତ ଆପଣଙ୍କର 28 ତାରିଖରେ ଷ୍ଟାର୍ଟିଂ ହେଇପାରେ କିମ୍ବା ଆଇଦର ପିଲାମାନେ ମୁଁ କହିବି କେବେ ବି ପଛକୁ ଆସିବନି, ମାନେ 27, 26, 25 ଏସବୁ ଜିନିଷରେ କେବେ ଏସବୁ ଡେଟ୍ରେ କେବେ ହେବାର ପସିବିଲିଟି ନାହିଁ। ଆପଣମାନେ ଡାଉଟ୍ରେ ରହିବେନି। ଯଦି ହେବ 28 ତାରିଖରେ, ନହେଲେ ପିଲାମାନେ ଆପଣଙ୍କର ବେସିକାଲି ମୁଁ କ'ଣ କହିବି, ବେସିକାଲି ଆପଣଙ୍କର ମଣ୍ଡେ ଦେଖିକି ଆପଣଙ୍କର ଏକ୍ଜାମ୍କୁ କରାଯାଏ। ଏ କଥାଟା ମନେ ରଖିଥିବେ। ମଣ୍ଡେ ଯେଉଁ ଦିନ ଆପଣଙ୍କର ପଡ଼ୁଥିବ ଆପଣମାନେ ଧରିକି ଚାଲିବେ 28 ତାରିଖ ପରେ ଆପଣଙ୍କର ଯେଉଁ ମଣ୍ଡେ ପଡ଼ିବ ସେଇ ତାରିଖରେ ଆପଣଙ୍କର ଏକ୍ଜାମ୍ କଣ୍ଡକ୍ଟ କରାଯାଇପାରେ। ବୁଝିପାରିଲେ। କିନ୍ତୁ 28 ତାରିଖ ହେଇପାରେ, ଯଦି ନହେଲା ଆପଣଙ୍କର ତାପରେ ଯେକୌଣସି ଗୋଟେ ବାରରେ ଆପଣଙ୍କର କରାଯିବ। ଏତିକି ଜିନିଷ ମାଇଣ୍ଡରେ ରଖନ୍ତୁ। କିନ୍ତୁ 28 ତାରିଖ ପୂର୍ବରୁ ଆପଣଙ୍କର ଏକ୍ଜାମ୍ କଣ୍ଡକ୍ଟ କରାଯିବନି, ଆଉ ହେବାର ପସିବିଲିଟି ନାହିଁ। ଆଉ ଗୋଟେ କଥା, କେତେ ଦିନ ବି ଯଦି ବା ଘୁଞ୍ଚୁଛି, ଇନକେସ୍ ଯଦି ବା ଘୁଞ୍ଚୁଛି କେତେ ଦିନ ଘୁଞ୍ଚିବ, ବେଶୀ ଦିନ ଘୁଞ୍ଚିବନି ପିଲାମାନେ। ଆପଣମାନଙ୍କୁ 28 ତାରିଖ ଦେଇଛି ନା, ତ ସେ ଫେବୃଆରୀ ମୁଁ କହିଲି ପିଲାମାନେ ଆପଣଙ୍କୁ ଫେବୃଆରୀ ଆପଣଙ୍କର 7 କିମ୍ବା 8 ଭିତରେ ଆପଣଙ୍କର ଏକ୍ଜାମ୍ ସବୁ ସାରିଦେବ। ବୁଝିପାରିଲେ। ଫେବୃଆରୀ 7, 8 ଭିତରେ ଆପଣଙ୍କର ଏକ୍ଜାମ୍ ସେ ସାରିଦେବ। ତେଣୁ ଆପଣମାନେ
ସେଇ ଡେଟ୍‌କୁ ହିଁ ଟାର୍ଗେଟ୍ କରିକି ଚାଲନ୍ତୁ। ମୋର କହିବା କଥା ଏକେୟୁ ପିଲାମାନଙ୍କ ପାଇଁ। ବୁଝିହେଲା? ଆପଣମାନଙ୍କ ଡାଉଟ୍ କ୍ଲିୟର୍ ହେଇଯାଇଥିବ। ନିଶ୍ଚିତ ଭାବେ କ୍ଲିୟର୍ ହେଇଯାଇଥିବ। ଏବେ ଆମେ ଯିବା ଅଦର୍ ଗୋଟେ ୟୁନିଭର୍ସିଟିର ଦେଖିବା କ'ଣ ରହୁଛି। ତ ବର୍ତ୍ତମାନ ମୁଁ ଆପଣମାନଙ୍କୁ ଦେଖେଇବି ପିଲାମାନେ, ଆପଣଙ୍କର ୟୋଗୀ ମୋମନ ୟୁନିଭର୍ସିଟିର ମଧ୍ୟ ଆସିଯାଇଛି। ଯେଉଁମାନେ ଜାଣିନାହାନ୍ତି, ଆପଣଙ୍କର 6 ତାରିଖ ମାନେ ଯେଉଁଦିନ ମୁଁ ଭିଡ଼ିଓଟା ଅପଲୋଡ଼ ମାନେ କଲି ସେଇଦିନ ହିଁ ଆପଣଙ୍କର ଆସିଥିଲା ଏଇଟା। ତ ୟୋଗୀ ମୋମନ ୟୁନିଭର୍ସିଟିର ଯେଉଁ ଆସିଛି ଫର୍ମ ଫିଲ୍ଅପ୍ ଡେଟ୍ ପାଇଁ ଆପଣମାନେ ଏଇଠି ଦେଖିପାରୁଥିବେ କ୍ଲିୟରଲି ଲେଖା ହେଇଛି କି ଫର୍ଷ୍ଟ ସେମିଷ୍ଟର ଏକ୍ଜାମର ରେଗୁଲାର ପାଇଁ ଆପଣଙ୍କର ଯେଉଁ ଫର୍ମ ଫିଲ୍ଅପ୍ ଡେଟ୍ ଆପଣଙ୍କର ଆସିଛି, ତା ସହିତ ଆପଣଙ୍କର ଯେଉଁ ଏକ୍ଜାମ ରହିଛି ନା, ସେ ଏକ୍ଜାମ ପାଇଁ ମଧ୍ୟ ଆପଣଙ୍କର ନୋଟିସ୍ ଆସିଛି। ଆପଣମାନଙ୍କୁ ଦେଖେଇ ଦେଉଛି।